ମୁଁ ଆଜି ଆପଣମାନଙ୍କୁ ଭେଣ୍ଡି ଆଳୁ ବେସର ବନେଇକି ଦେଖେଇବି। ଭେଣ୍ଡି ଆଳୁ ବେସର ତ ଆପଣ ବହୁତ ଥର ପ୍ରସ୍ତୁତ କରି ଖାଇଥିବେ। ମୁଁ କିନ୍ତୁ ଏ ଭେଣ୍ଡି ଆଳୁ ବେସରକୁ ଟିକେ ଡିଫରେଣ୍ଟ ଷ୍ଟାଇଲରେ ବନେଇବି। ମୁଁ ଏ ଭେଣ୍ଡି ଆଳୁ ବେସରକୁ ବିନା ଟମାଟୋ, ବିନା ଦହି, ବିନା ଆମ୍ବୁଲରେ ପ୍ରସ୍ତୁତ କରିବି। ଥରେ ଏମିତି ମୋ ଷ୍ଟାଇଲରେ ଭେଣ୍ଡି ଆଳୁ ବେସର ପ୍ରସ୍ତୁତ କରନ୍ତୁ, ଦେଖିବେ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ନମସ୍କାର, ଟ୍ୱିଙ୍କଲ୍ କିଚେନକୁ ଆପଣମାନଙ୍କୁ ସ୍ୱାଗତ। ଭେଣ୍ଡି ଆଳୁ ବେସର ବନେଇବା ପାଇଁ ମୁଁ ଏଠି କିଛି ଭେଣ୍ଡି ନେଇଛି। ଭେଣ୍ଡି କିଣିଲା ବେଳେ ଆପଣ ଭେଣ୍ଡିର ପଛପଟ ମୁଣ୍ଡକୁ ଏମିତି ଭାଙ୍ଗିକି ଦେଖିବେ। ଯଦି ଏମିତି ଭାଙ୍ଗି ଯାଉଥିବ ତାହେଲେ ଭେଣ୍ଡି ଫ୍ରେଶ୍ ଅଛି। ମୁଁ ଏଠି ଭେଣ୍ଡିକୁ କାଟିବା ପୂର୍ବରୁ ଭେଣ୍ଡିକୁ ଗୋଟା ଭଲ ଭାବେ ଧୋଇକି ଗୋଟେ କପଡ଼ାରେ ପୋଛିକି ନେଇଯାଇଛି। ଏହାଦ୍ୱାରା ଭେଣ୍ଡି କାଟିଲା ବେଳେ ଏ ନାଳୁଆ ହେବନି। ପ୍ରଥମେ ଆମେ ଭେଣ୍ଡିର ଉପରପଟ ମୁଣ୍ଡ ଆଉ ତଳପଟ ମୁଣ୍ଡକୁ କାଟିକି ବାହାର କରିଦେବା। ଯଦି ଛୋଟ ସାଇଜ୍ର ଭେଣ୍ଡି ଥିବ ତାହେଲେ ଭେଣ୍ଡିକୁ ଗୋଟା ରଖିବେ। ମିଡ଼ିୟମ୍ ସାଇଜ୍ ଭେଣ୍ଡିକୁ ମଝିରୁ 2 ଖଣ୍ଡ କରି କାଟିବେ। ଆଉ ବେଶୀ ବଡ଼ ଭେଣ୍ଡି ଥିଲେ ଭେଣ୍ଡିକୁ 3 ରୁ 4 ଖଣ୍ଡ କରି କାଟିକି ନେଇଯିବେ। ମୁଁ ଏଠି କଡ଼େଇରେ କିଛି ସୋରିଷ ତେଲ ଦେଇ ଗରମ ହେବାକୁ ରଖିଛି। ସୋରିଷ ତେଲ ଜାଗାରେ ଆପଣ ରିଫାଇନ୍ ଅଏଲ୍ ନେଇପାରିବେ, କିନ୍ତୁ ସୋରିଷ ତେଲରେ ବେସର ତରକାରୀ ବନେଇଲେ ତାର ଟେଷ୍ଟ ବହୁତ ଭଲ ଆସିଥାଏ। ସୋରିଷ ତେଲ ଭଲସେ ଗରମ ହେଇଗଲା ପରେ ମୁଁ ଏଥିରେ ଆଳୁ ଦେଉଛି। ମୁଁ ଏଠି 2ଟା ମିଡ଼ିୟମ୍ ସାଇଜ୍ ଆଳୁକୁ ଟିକେ ମୋଟା ମୋଟା ଆଉ ଲମ୍ବା ଲମ୍ବା କରି କାଟିକି ନେଇଛି। ଆଳୁ ଆଉ ଭେଣ୍ଡିର କ୍ୱାଣ୍ଟିଟି ଆପଣ ଆପଣଙ୍କ ଟେଷ୍ଟ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ଆଳୁକୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ଭଲ ଭାବେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ଆଳୁ ଏଠି ଭଲସେ ଭାଜି ହେଇଗଲାଣି। ଏବେ ଆମେ ଆଳୁକୁ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ତେଲ ଏଠି ଗରମ ଅଛି। ମୁଁ ଏବେ ସେମ୍ ତେଲରେ କାଟିକି ରଖିଥିବା ଭେଣ୍ଡିକୁ ଦେଇ ଦେଉଛି। ଭେଣ୍ଡିକୁ ପ୍ରଥମେ ଆମେ ହାଇ ଫ୍ଲେମ୍ରେ 1 ରୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜିବା। ଭେଣ୍ଡିକୁ 1 ରୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜିଲା ପରେ ଆମେ ଏଥିରେ ଲୁଣ ପକାଇବା। ଭେଣ୍ଡି ପାଇଁ ଯେତିକି ଲୁଣ ଦରକାର ସେତିକି ଲୁଣ ପକାଇବେ। ଏବେ ଆମେ ଭେଣ୍ଡିକୁ ଆଉ ଥରେ ମିଡ଼ିୟମ୍ ଫ୍ଲେମ୍ରେ 2 ରୁ 3 ମିନିଟ୍ ପର୍ଯ୍ୟନ୍ତ ଭାଜିବା। ଏଠି 2 ରୁ 3 ମିନିଟ୍ ହେଇଗଲାଣି। ଭେଣ୍ଡିକୁ ଆଉ ଅଧିକ ସମୟ ଭାଜିବା ଦରକାର ନାହିଁ। ଭେଣ୍ଡିକୁ ଏବେ ଆମେ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ଏମିତି ଭେଣ୍ଡିକୁ ଭାଜିକି ତରକାରୀ ବନେଇଲେ ତରକାରୀରେ ଭେଣ୍ଡି ନାଳୁଆ ହେଇନଥାଏ। ଏବେ ଆମେ ତରକାରୀରେ ଦେବା ପାଇଁ ଗୋଟେ ମସଲା ବନେଇବା। ସେଥିପାଇଁ ମୁଁ ଏଠି ଗୋଟେ ଗ୍ରାଇଣ୍ଡର ଜାର୍ ନେଇଛି। ଏଥିରେ ଏବେ ମୁଁ 2 ଛୋଟ ଚାମଚ ସୋରିଷ, 1 ଛୋଟ ଚାମଚ ଜିରା ଆଉ 2ଟା ଶୁଖିଲା ଲଙ୍କା ପକାଇଛି। ତାପରେ ମୁଁ ଏଥିରେ 15 ରୁ 20 ପାଖୁଡ଼ା ରସୁଣ ଦେଇଛି। ରସୁଣର କ୍ୱାଣ୍ଟିଟି ଟିକେ ଅଧିକ ରଖିବେ। ମୁଁ ଜିରା, ସୋରିଷ, ଶୁଖିଲା ଲଙ୍କାକୁ ପାଣିରେ 15 ମିନିଟ୍ ପାଇଁ ବତୁରେଇକି ରଖିଥିଲି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଶୁଖିଲା ଲଙ୍କା କି କଞ୍ଚା ଲଙ୍କା ନେଇପାରିବେ। ଏବେ ଆମେ ଆକୁ କଭର୍ କରି ମସଲାକୁ ଭଲସେ ବାଟିକି ନେଇଯିବା। ମସଲା ପେଷ୍ଟ ଏଠି ରେଡ଼ି ହେଇଯାଇଛି। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋର ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଭେଣ୍ଡି ଆଳୁ ଭାଜିଲା ପରେ ଯେଉଁ ତେଲ ବଳି ଯାଇଥିଲା ମୁଁ ସେମ୍ ତେଲରେ ତରକାରୀ ବନାଉଛି। ଆପଣଙ୍କୁ ଯଦି ଦରକାର ପଡ଼ିବ ଆପଣ ଏଥିରେ ଆଉ ଟିକେ ତେଲ ଦେଇପାରିବେ। ତେଲ ଭଲସେ ଗରମ ହେଲା ପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ପଞ୍ଚ ଫୁଟଣ ଦେଇଛି। ପଞ୍ଚ ଫୁଟଣ ଜାଗାରେ ଆପଣ ଅଧା ଛୋଟ ଚାମଚ ଜିରା ଆଉ ଅଧା ଛୋଟ ଚାମଚ ସୋରିଷ ପକାଇ ପାରିବେ। ପଞ୍ଚ ଫୁଟଣ ଭଲସେ ଭାଜି ହେଇଗଲା ପରେ ମୁଁ ଏଠି ଗୋଟେ ବଡ଼ ପିଆଜକୁ ଛୋଟ ଛୋଟ କରି କାଟିକି ପକାଇଛି। ଏବେ ଆମେ ପିଆଜକୁ ଭଲସେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ପିଆଜ ଏଠି ଭଲସେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ରେ ଭାଜି ହେଇଯାଇଛି। ଏବେ ମୁଁ ଏଥିରେ 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ଆଉ କଲର୍ ପାଇଁ କାଶ୍ମୀରୀ ଲଙ୍କା ଗୁଣ୍ଡ ପକାଇଛି। ଏଠି ଅପସନାଲ୍ ଅଛି। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆମେ ଆକୁ 20 ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ଫ୍ରାଏ କରିବା। ଆପଣଙ୍କୁ ଅଧିକ ସମୟ ଫ୍ରାଏ କରିବେନି, ନହେଲେ ଲଙ୍କା ଗୁଣ୍ଡ ଆଉ ହଳଦୀ ଗୁଣ୍ଡ ପୋଡ଼ିଯିବ। 20 ରୁ 30 ସେକେଣ୍ଡ ପରେ ମୁଁ ଏଥିରେ ବାଟିକି ରଖିଥିବା ସୋରିଷ ମସଲାକୁ ଦେଇଦେଇଛି।
एबे आमे सबको भल भाव मिक्स करी सोरिष मसला को 1 ରୁ 2 मिनिट पर्यंत कषिबा जेमती सोरिष मसलार कंचा बास्ना पड़ेब। सोरिष मसला को अधिक समय कषिबेनी। एटी 1 ରୁ 2 मिनिट हो गलानी। एबे आमे एथिरे भाजिक रखिथिबा आलू को देदबा आ सबको भल से मिक्स करी आमे को हाफ ରୁ 1 मिनिट पर्यंत कषिबा। एटी हाफ ରୁ 1 मिनिट हो गलानी। एबे आमे एथिरे पानी दबा। आपन को तरकारी रे जेमती ग्रेवी दरकार से अनुसार पानी देबे। तापरे मेथिरे स्वाद अनुसार लूण पकईची। तरकारी पई जेतिकी लूण दरकार मेठी पकई देईची। एबे आमे सबको भल से मिक्स करी तरकारी को हाई फ्लेम रे 1 ରୁ 2 मिनिट पर्यंत फुटिबा पई छाडी दबा। तरकारी एटी भल से फुटी गलानी। एबे आमे तरकारी को आउ थरे भल भाबे मिक्स करी दबा। तापरे आमे को कवर करी लो फ्लेम रे 6 ରୁ 7 मिनिट पर्यंत कुक करिबा जेमती आलू 50 ରୁ 60% पर्यंत सिझी जिवो। मैं गोटे मीडियम साइज रो कंचा आंब नहीं। एबे तो बहुत भल कंचा आंब मिलूची। एबे आमे कंचा आंब को काटिकी नहीं जिबा। मु प्रथमे तार ऊपर पट मुंड को काटिकी नहीं जाइची। तापरे मेठी आंब को मझिरु दिखंड करी काटिकी नहीं जी। एबे आंब भितरे जो कोइली अच्छी ताको बाहर करी दबा। मेठी आंब को मझिरु दिखंड करी काटिची। आपण चाहिले आंब को 4 खंड करी काटिकी नहीं परिबे। आंब भितर को भल से सफा कला परे आमे आंब को भल से धोईकी नहीं जिबा। मेठी आंब को भल से धोईकी नहीं जाइची। 6 ରୁ 7 मिनिट परे मेठी तरकारी रो घोड़नी को काढ़ी देइची। आलू एठी 60 ରୁ 70% पर्यंत सिझी गलानी। एबे आमे एथिरे भाजिक रखिथिबा भेंडी को दे दबा। तापरे मु एथिरे फाळे कंचा आंब पकईची। आंब बहुत खट्टा अछि सेति पई मु फाळे कंचा आंब देइची। आपण आपनको टेस्ट हिसाब रे आंब देबे। एबे आमे तरकारी को आउ थरे भल भाबे मिक्स करी दबा। तापरे आमे को कवर करी लो फ्लेम रे 5 ରୁ 6 मिनिट पर्यंत कुक करिबा जेमती भेंडी आलू आंब सब भल से सिझी जिवो। 5 ରୁ 6 मिनिट परे मेटी घोड़नी को काढ़ी देइची। एबे आमे तरकारी को आउ थरे भल भाबे मिक्स करी दबा। मेटी आपन को देखै दउची एटी भेंडी आलू आंब सब भल से सिझी जाइची। एबे आमे तरकारी को आउ थरे भल भाबे मिक्स करी दबा आ गैस बंद करी दबा। कंचा आंब दिया भेंडी आलू बेसर तरकारी एटी रेडी हो जाइची। आपण एही रेसिपी को जगार देखुचंती कमेंट सेक्शन में जणैबे। जदि आपन को ए भेंडी आलू बेसर तरकारी रेसिपी भल लगी ताले को लाइक करिवे। आपण को सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नाहंती ताले सब्सक्राइब करबा को जमारे भूलिबेनी। पाखर थिया बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपण प्रथमे देखि परिबे। जदि फेसबुक रे देखुचंती ताले फॉलो करबा को जमारे भूलिबेनी। थैंक यू फॉर वाचिंग।